ଗାୟତ୍ରୀ କେହି ନ ଜାଣନ୍ତି। ଆଉ ଥରେ କଣ ହେଲା? ଏ ମାୟା ସଂସାର ପ୍ରଭୁ ମୋତେ ପାରି କର, ହଁ ଅଜପା ନାହିଁ ପିଣ୍ଡ କର ହେ ଉଦ୍ଧାର। ହଁ ଜପିବାର ଭେଦ ଯେ ସମସ୍ତେ କହନ୍ତି, ହୁଁ ଅଜପା ବ୍ରହ୍ମ ଗାୟତ୍ରୀ କେହି ନ ଜାଣନ୍ତି। ବାସ୍। ହୁଁ ତୁମ୍ଭେ ନ କହିଲେ ଯେ କହନ୍ତା କେହି ନାହିଁ, ତୁମ୍ଭ ଗୁରୁ ମୁଖ ଶୁଣି ସର୍ବେ ତରିବେ ଗୋସାଇଁ। ବାସ୍। ଗୁରୁ କହିଛନ୍ତି ନା? ନା ଆଜ୍ଞା, ଗୁରୁ କାଳ ତ ହେଇଗଲେଣି, ଆମେ ବୁଝିପାରୁନୁ, ସେଥିପାଇଁ ଆପଣଙ୍କୁ ଟିକେ ପଚାରିଲେ। ଆଚ୍ଛା, ଗୁରୁ ଅଜପା ସୂତ୍ର ଦେଇନାହାନ୍ତି? ଅଜପା ସୂତ୍ର ବତେଇଛନ୍ତି, ଦିଟା ପଦ ବତେଇଛନ୍ତି ଯେ। ହଁ, ସେଇ ଦିଟା ପଦ ଅଜପା କଣ ପ୍ରାଣାୟାମ ସୂତ୍ରରେ ନା ଖାଲି ସ୍ମରଣ କରିବ ନା କଣ କରିବ? ଆଉ ପ୍ରାଣାୟାମ ସୂତ୍ରରେ। ଆଉ ପ୍ରାଣାୟାମ ସୂତ୍ର ତ ତାକୁ କରିବ, ସେଇ ତ ଅଜପା ଆଉ କଣ? ଓହୋ, ଏଇଟା ଆଗ ଯେ ଅଜପା ବ୍ରହ୍ମ ଗାୟତ୍ରୀ ବୋଲି କହିଲେ ତ ସେଇଟା। ସେଇଟା ବ୍ରହ୍ମ ଗାୟତ୍ରୀ, ସେଇଟା ଅଜପା। ହଁ ହଁ। ପ୍ରାଣାୟାମ ସୂତ୍ର ଯେତେବେଳେ ଗୁରୁ ଦେଇଛନ୍ତି, ସେଇଟା ହଉଛି ଅଜପା, ସେଇଟା ବି ହଉଛି ବ୍ରହ୍ମ ଗାୟତ୍ରୀ, ସେଇ ଚାରି ବେଦ ସବୁ ଯେତେ ହିନ୍ଦୁ ଶାସ୍ତ୍ର ସବୁଥିର ମୂଳ ହଉଛି ସେଇ ଦିଟା ଅକ୍ଷର। ଆଜ୍ଞା। ସେଇଆକୁ ସ୍ମରଣ କର, କିଛି ଅସୁବିଧା ନାହିଁ। ହଁ। 24 ଘଣ୍ଟା ତାକୁ ସ୍ମରଣ କର ଅହର। 24 ଘଣ୍ଟା? ହଁ। ଆଜ୍ଞା, 24 ଘଣ୍ଟା ଆମକୁ ତ ବିଷୟ ଜଞ୍ଜାଳ ଲାଗିଛି। କିଛି ନାହିଁ, ବିଷୟ ଜଞ୍ଜାଳ ଲାଗିଲେ ତାରି ଭିତରେ ଯେତେବେଳେ ସମୟ ପାଇବ ସ୍ମରଣ କରିବ। ହଁ। ଆମେ ଆଉ କଣ ସବୁ ସମୟରେ ତ କରିହବ ନାଇଁ, ଆଜ୍ଞା ଯେତେବେଳେ ତମର ସମୟ ପାଇବ ତାକୁ କରିବ ଆଉ କଣ। ହଁ। ହୁଁ। ହେଲେ ଆତ୍ମା ଜ୍ଞାନ ଇଏ ଆଜ୍ଞା। ତାରି ଦ୍ୱାରା ସବୁ ହବ। ଯଦି ଗୁରୁ ପ୍ରକୃତ ଯଦି ଠିକ ବ୍ରହ୍ମସୂତ୍ର ଦେଇଥିବେ, ତାରି ଆଜ୍ଞା ଦ୍ୱାରା ଜ୍ଞାନ ଲାଭ ହବ, ତାରି ଦ୍ୱାରା ସବୁ ହବ। ଆଉ ଯଦି ସେ ଠିକ ମନ୍ତ୍ର ନ ଦେଇଥିବେ, ତାହେଲେ ଜ୍ଞାନ ଫ୍ୟାନ କିଛି ହବନି। ହଁ। ତେଣୁ ସେଟା ତମ ଉପରେ ନିର୍ଭର କରେ, ତମେ ଦେଖିବ ଜାଣିବ। ତମେ ଗୁରୁ ମନ୍ତ୍ର ସ୍ମରଣ କରିକି ଭୋରୁ କିଛି ସମୟ ଧ୍ୟାନରେ ବସିକିରି ପ୍ରାଣାୟାମ ଆସନ କରିକିରି ତାପରେ ତମେ ଛାଡ଼ି ଦେଇକି ବସେନି 10-20 ମିନିଟ୍, ଯଦି ଜ୍ଞାନ ବିଚାର ଆସେ ଜାଣିବ ଗୁରୁ ମନ୍ତ୍ର ଠିକ୍, ଯଦି ନ ଆସେ ତାହେଲେ ସେ ମନ୍ତ୍ର ଠିକ୍ ନୁହେଁ। ଆଜ୍ଞା, ଗୁଡାଏ ଲୋକଙ୍କଠୁ ପଚାରିଲେଣି, ଯିଏ ଅଗ୍ରଜ ଅଛନ୍ତି ତାଙ୍କୁ ପଚାରିଛି। ହଁ ଯେ ଆଜ୍ଞା, ଏଇ ଯୋଉ ସୃଷ୍ଟିର ରହସ୍ୟ ଟା ହଁ ବୁଝିଲେ କି, ହଁ ମାନେ କେମିତି ଉତ୍ପତ୍ତି, ବ୍ରହ୍ମାଣ୍ଡର ଆଜିର ଯୋଉ ଉତ୍ପତ୍ତି ଟା ହଁ। ତାହା କେମିତି ଉତ୍ପତ୍ତି ହେଲା, ଆଉ ଯୋଉ ମାନବ ସଭ୍ୟତା ଆଜି ବିକାଶ ହେଇଛି, ହଁ ମନୁଷ୍ୟ ସବୁଠୁ ଶ୍ରେଷ୍ଠ ଜୀବ। ହଁ ତ ପ୍ରଥମରୁ ଏଇ ମାନବ ଥିଲା ନା ତାର କ୍ରମ ବିକାଶ ହେଇକି ଯୋଉ ଇତିହାସରେ ଆମେ ପଢିଛେ, ହୁଁ ସେ ପ୍ରଥମେ ନୂର୍ ବାନର ଥିଲା, ସେଥିରୁ ସିମ୍ପାଜୀ ଏମିତି ହେଇକି ଆଜିର ମନୁଷ୍ୟ। ହୁଁ। ଇଏ ଇତିହାସ ଗୋଟେ ପ୍ରକାର ମତ ଦେଲା ବେଳକୁ ପୁରାଣ ଗୋଟେ ଭଳି ମତ ଦଉଛି। ହୁଁ ତାପରେ ବିଜ୍ଞାନ ବି ସେ ଅଲଗା ମତ ଦଉଛି। ହୁଁ। ତ ଆର ନିର୍ଯାସ ଟା ପ୍ରକୃତ କଣ? ତାର ନିଜାସ ହଉଛି ବିଜ୍ଞାନ ଯୋଉ ମତ ଦଉଛି ସେଇଟା ଠିକ୍। ଆଜ୍ଞା। ବୁଝିଲ ନା, କାହିଁକି ନା ଇତିହାସ ତାର ଯାହା କହିବ ତାର କଣ କିଛି ପ୍ରମାଣ ଅଛି? ଆଚ୍ଛା, ନାଇଁ ପୁରାଣ ଯୋଉ କଥା କହିବେ ସେଟା ହେଲା ପୁରୁଣା କଥା ହେଲା, ଆଜ୍ଞା କିନ୍ତୁ ଆଜ୍ଞା ସେ ପୁରୁଣା କଥା ଯାହା କହିଲେ ଠିକ ନାହିଁ, ଆମେ ତାକୁ ଖାଲି ବିଶ୍ୱାସ ଯାହା କରିବା। ଆଜ୍ଞା ହଁ, ତାକୁ ବିଶ୍ୱାସ ଛଡା ଆଉ ତା ବାଟରେ କିଛି ବାଟ ନାହିଁ। ତା ଛଡା ପୁରାଣରେ ଯୋଉ କଥା କହୁଛି ସୃଷ୍ଟି ରହସ୍ୟ ଟା ସରିମାର୍ଥରେ ବୁଝିଲେ ଠିକ୍ ହେଲା। ଆଜ୍ଞା ଆଉ ବାହାର ମାର୍ଗରେ ସେ ସୃଷ୍ଟି ରହସ୍ୟ ପୁରାଣ ମାର୍ଗରେ ଠିକ ନୁହଁ ଆଜ୍ଞା ହେଲା। ଆଉ ଗୋଟେ କଥା ହଉଛି, ସୃଷ୍ଟିର ରହସ୍ୟ ତମେ ଜାଣିବା ପାଇଁ ଚାହୁଁଛ ଯଦି ଯାଉଛ ହେଲା, ପ୍ରଥମେ କଥା ହଉଛି ଯେ ବିଶ୍ଵଟା କେମିତି ପ୍ରଳୟ ହଉଛି ଆଗେ ଜାଣ। ଆଜ୍ଞା। ବିଶ୍ୱଟା ପ୍ରଥମେ ପ୍ରଳୟ ହଉଛି, ତାପରେ ସେଇଠୁ ସେଇଥିରୁ ସୃଷ୍ଟି ହଉଛି, ଏଇଟା ବାହାର ମତରେ ବିଜ୍ଞାନ କହୁଛି, ସବୁ କହୁଛି। ଆଉ ଆଜ୍ଞା ଏଇ ବିଶ୍ଵ ପ୍ରଳୟ ବିଷୟରେ ମଧ୍ୟ ଆମର ଭାଗବତରେ ଦ୍ଵାଦଶ ସ୍କନ୍ଧରେ ମଧ୍ୟ ଅଛି। ଆଜ୍ଞା। ହେଲା, ଭାଗବତ ଦ୍ୱାଦଶ ସ୍କନ୍ଧରେ ସିଏ କହୁଛନ୍ତି ପ୍ରଳୟ 4 ପ୍ରକାରର। ଆଜ୍ଞା ବୁଝିଲେ କି, ତେଣୁ ସେଇମିତି ସେଇ ହିସାବରେ ଆମେ ଦେଖିବା ପାଇଁ ଗଲେ ବିଶ୍ଵ ମଧ୍ୟ ହଉଛି ପ୍ରଳୟ। କିନ୍ତୁ ପ୍ରଳୟ ପୂର୍ବରୁ ଆମକୁ ଜାଣିବା ପାଇଁ ପଡିବ, ବିଶ୍ଵରେ ଆମେ ପ୍ରଥମେ ବୁଝିବା ପାଇଁ ପଡିବ କଣ? ଆଜ୍ଞା ତମେ ଯୋଉଟା ଦେଖ, ଆମ ଏଇ ଯୋଉ ପଦାର୍ଥ, ଆଜ୍ଞା ଏଇ ଯୋଉ ପଦାର୍ଥ ଆମେ ଦେଖୁଛନ୍ତି, ଏ ପଦାର୍ଥ ସମୁଦାୟ 3 ଭାଗରେ ବିଭକ୍ତ। ଆଜ୍ଞା। ଗୋଟେ ହଉଛି କଠିନ, ଗୋଟେ ତରଳ, ଗୋଟେ ହଉଛି ବାଷ୍ପ। ଆଜ୍ଞା। ଆଚ୍ଛା, କଠିନ ତରଳ ବାଷ୍ପ ଏବଂ ତା ଯେତେବେଳେ ଅଣୁ ଅଣୁ ଭିତରେ ଘର୍ଷଣ ହୁଏ, ତା ଦେହରେ ଉତ୍ତାପ ସୃଷ୍ଟି ହୁଏ। ଆଜ୍ଞା ସିଏ ତେଣୁ ତାପ ହଉଛି ଗୋଟେ ମଧ୍ୟ ସ୍ତର। ଆଜ୍ଞା ଏବଂ ଏଇ ସବୁ ସ୍ତର ଗୁଡ଼ିକ ଯେତେବେଳେ ବିଜ୍ଞାନ କହୁଛି ଯେ ପଦାର୍ଥ ଯେତେବେଳେ ଭାଙ୍ଗିଯାଏ, ସେତେବେଳେ ଆମର ପିଟର ହିକ୍ସ
ଯେ ଆମର ଇଂଲଣ୍ଡରେ ଆଉ ବୋସନ ହଉଛନ୍ତି ଭାରତରେ, ସିଏ ପ୍ରଥମେ ବାହାର କରିଥିଲେ କ'ଣ ଏବେ ଯୋଉ ହିଗ୍ସ ବୋସନ। ବୋସ୍ ଆଇନଷ୍ଟାଇନ ଥିଓରି ଗୋଟେ ବାହାର। ହଁ ବାସ୍, ସେଇ ଯୋଉ ବୋସ୍ ଆଇନଷ୍ଟାଇନ ଥିଓରି ସେମାନେ ଯୋଉ ଦେଖିଲେ, ପିଟର ହିଗ୍ସ ପିଟର ବୋସନ, ତା ମାନେ ଆଇନଷ୍ଟାଇନ ନୁହେଁ। ପିଟର କ'ଣ କଲେ ନା ବୋସନ ଯାହାକୁ ବାହାର କରିଥିଲେ, ଇଏ ପିଟର 1983 ମସିହାରେ ଟେବୁଲରେ ହାତ ମାରିକି କହିଲେ ହଁ ଏଇ ଜିନିଷଟା ଠିକ୍। କିନ୍ତୁ ଯେହେତୁ ତାର ବୈଜ୍ଞାନିକ ପ୍ରମାଣ କୌଣସି ଜାଗାରେ ନାହିଁ, କିନ୍ତୁ ଆମର ଥିଓରିଟିକାଲ ପ୍ରମାଣ ସେମାନେ କରିଦେଲେ। ଆଚ୍ଛା, ବୈଜ୍ଞାନିକ ପ୍ରମାଣ ଯେହେତୁ ପ୍ରାକ୍ଟିକାଲ ନଥିବାରୁ ତାକୁ ବୈଜ୍ଞାନିକ ମାନେ ଗ୍ରହଣ କରିପାରୁନଥିଲେ। ତେଣୁ 2008 ମସିହାରେ ଗୋଟେ 27 କିଲୋମିଟର ସୁଡ଼ଙ୍ଗ ତିଆରି କରିକି ପଜିଟିଭ ନେଗେଟିଭ ଏନର୍ଜି ତା ଦେହରେ ପକେଇକି ଦେଖିଲେ ଯେ ହଁ ପ୍ରକୃତ ଏ ଯେତେ କଣିକା ଅଛନ୍ତି, ଏ କଣିକା ଭିତରୁ ପ୍ରଥମେ ହେଉଛି ଗୋଟିଏ କଣିକାରୁ ସେମାନେ ସୃଷ୍ଟି, ସେଟାକୁ ଈଶ୍ୱର କଣିକା ବା ହିଗ୍ସ ବୋସନ ବୋଲି କହନ୍ତି। ଆଜ୍ଞା, ସେଟାକୁ ଯୋଉ ବିଗ୍ ବ୍ୟାଙ୍ଗ ଥିଓରିଟା ହେଇଥିଲା, ହଁ ସେଇ ଗଡ୍ ପାର୍ଟିକଲ ନେଇକି ନାମ କରିଥିଲେ। କିନ୍ତୁ ମୋର କହିବା କଥା ଶୁଣ, ଯେ ପଦାର୍ଥ ଯେତେବେଳେ ଭାଙ୍ଗିଯାଏ ସେତେବେଳେ କଠିନରୁ ତରଳକୁ ଯାଏ, ତରଳରୁ ବାଷ୍ପକୁ ଯାଏ, ବାଷ୍ପରେ ଯେତେବେଳେ ଅଣୁ ଗୁଡ଼ାକ ଭାଙ୍ଗିଯାଏ ସିଏ ପରମାଣୁ ହେଇଯାଏ। ଆଚ୍ଛା, ପରମାଣୁ ଗୁଡ଼ାକ ଯେତେବେଳେ ଭାଙ୍ଗିଯାଏ ସେଥିରେ ଇଲେକ୍ଟ୍ରନ୍ ପ୍ରୋଟନ୍ ନ୍ୟୁଟ୍ରନ୍ ହେଇଯାଏ। କିନ୍ତୁ ଇଲେକ୍ଟ୍ରନ୍ ପ୍ରୋଟନ୍ ନ୍ୟୁଟ୍ରନ୍ ଇଏ ତିନିଟା ତମେ ଫ୍ରିଲି ଶୂନ୍ୟରେ କେବେ ଯେମିତି ଆମର ପଦାର୍ଥ ରହୁଛି ସେ ରହିପାରିବେ ନାହିଁ, ସ୍ଥାନ ଅଧିକାର କରି ରହିପାରିବେ ନାହିଁ। ତେଣୁ ସିଏ କ'ଣ କରନ୍ତି ନା ସିଏ ସଙ୍ଗେ ସଙ୍ଗେ କ'ଣ କରନ୍ତି ନା ଯାଇକିରି ହିଗ୍ସ ବୋସନରେ ପରିଣତ ହେଇଯାଆନ୍ତି। ହିଗ୍ସ ବୋସନରେ ପରିଣତ ହେଇକି ସିଏ କ'ଣ କରନ୍ତି ନା ଶକ୍ତିରେ ପରିଣତ ହେଇଯାଆନ୍ତି। ଆଚ୍ଛା, ଯଦି ଶକ୍ତିରେ ପରିଣତ ହୁଅନ୍ତି, ସେଇ ଶକ୍ତିଟାକୁ, ସେ ଶକ୍ତିର କଣିକାଟାକୁ ଇଂରାଜୀରେ କୁହାଯାଏ ଭାର୍ଚୁଆଲ ଫୋଟନ। ଭାର୍ଚୁଆଲ ଫୋଟନ ମାନେ କ୍ଷଣିକ ଶକ୍ତି କଣିକା। ମାନେ ସେଇ ଯେଉଁ ଭାର୍ଚୁଆଲ ଫୋଟନ ଗୁଡ଼ାକ ସେ ଅହରହ ଭାଇବ୍ରେସନ ହୁଅନ୍ତି ବିଶ୍ୱ ବ୍ରହ୍ମାଣ୍ଡରେ, ଏବଂ ସେଇଥିରୁ ବିଭିନ୍ନ ପ୍ରକାର ଫିଲ୍ଡ, ମ୍ୟାଗ୍ନେଟିକ୍ ଫିଲ୍ଡ, ଇଲେକ୍ଟ୍ରିକ୍ ଫିଲ୍ଡ, କ୍ୱାଣ୍ଟମ ଫିଲ୍ଡ, ସବୁ ଫିଲ୍ଡ ସବୁ ସୃଷ୍ଟି କରିକିରି ଏ ପଦାର୍ଥକୁ ସେମାନେ ଜନ୍ମ ଦିଅନ୍ତି। ମୋଟ ଉପରେ ବୁଝିବା ପାଇଁ ଗଲେ ଯେ ଶୂନ୍ୟରୁ ଶକ୍ତି, ଶକ୍ତିରୁ ପଦାର୍ଥ ହେଲା। ଯଦି ଶୂନ୍ୟରୁ ଶକ୍ତି ଏବଂ ଶକ୍ତିରୁ ପଦାର୍ଥ, ତାହେଲେ ଶୂନ୍ୟରେ ଶକ୍ତି ଅଛି କୋଉଠି ନା ଶୂନ୍ୟରେ ଶକ୍ତି ନଥିବାରୁ ଆସୁଛି, କିଛି ନାହିଁ ହଠାତ୍ ସେ ବାହାରୁଛି। ସେଇ ଯେଉଁ ଶକ୍ତି, ସେ ଶକ୍ତି କ'ଣ ହୁଏ ନା ଯେତେବେଳେ ବିଶ୍ୱ ପ୍ରଳୟ ହେଇଯାଏ, ସେତେବେଳେ କ'ଣ ହୁଏ ନା ଏଇଠୁ ବିଜ୍ଞାନ ରହିଗଲା, ଆମେ ଆଧ୍ୟାତ୍ମିକ ଆଡ଼କୁ ଗତି କରିବା। ଯେ ଆଧ୍ୟାତ୍ମିକବାଦରେ ଆମର ଭାଗବତରେ କହୁଛି ଯେ ସେ ଶକ୍ତି ପ୍ରଥମେ ଆଉ ଗୋଟେ ଭୂତାଦି ମାନେ ଭୂତମାନଙ୍କର ମୂଳ ଶକ୍ତିରେ ସେ ପରିଣତ ହୁଏ। ସେଇ ଶକ୍ତିଟା ତାର ଗୁଣ ହେଉଛି ଚିଦ ଚିନ୍ମୟ। ଚିତ୍ ଆଉ ଅଚିତ୍ ଦି ଧର୍ମୀ, ସେଟା କେତେବେଳେ ଚେତନ ଧର୍ମୀ, କେତେବେଳେ ଦୁଇ ଧର୍ମୀ କହନ୍ତି। ତାକୁ ଦାର୍ଶନିକ ମାନେ ତା ସେ ସ୍ତରଟିର ନାଁ ଦେଇଛନ୍ତି ଅହଙ୍କାର ସ୍ତର। ଅହଙ୍କାର ସ୍ତର ଯେତେବେଳେ ଭାଙ୍ଗିଯାଏ ସେତେବେଳେ କ'ଣ ହୁଏ ନା ଗୋଟେ ଚେତନା ସ୍ତର ଆସେ, ସେଇ ସ୍ତରଟିର ନାମ କୁହନ୍ତି ମହତତ୍ଵ। ମହତତ୍ଵ ଯେତେବେଳେ ଭାଙ୍ଗିଯାଏ ସେତେବେଳେ ଆଉ ଗୋଟେ ସ୍ତର ଆସେ, ସେ ସ୍ତର ନାଁ ହେଲା ଅବ୍ୟକ୍ତ ପ୍ରକୃତି। ଅବ୍ୟକ୍ତ ପ୍ରକୃତି ଯେତେବେଳେ ତାର ମାନେ ବିନାଶ ହୁଏ, ସେତେବେଳେ କ'ଣ ହୁଏ ନା ସାରା ବିଶ୍ୱରେ ଗୋଟିଏ ଚେତନ ବଳର ଆସ୍ତରଣ ସୃଷ୍ଟି ହୁଏ। ଯେଉଁ ଚେତନ ବଳ ସମୟକୁ ଅପେକ୍ଷା କରିକି ସମୟ ତା ଅବଲମ୍ବନରେ ପ୍ରକାଶ ପାଉଥାଏ, ଚେତନ ବଳ କେବଳ ରହିଥାଏ ବିଶ୍ୱ ବ୍ରହ୍ମାଣ୍ଡରେ। ଆମର ଆଇନଷ୍ଟାଇନ କହିଲେ ଯେ କ'ଣ, ଯେ ଯେତେବେଳେ ବିଶ୍ୱ ବ୍ରହ୍ମାଣ୍ଡ ସବୁ ଭାଙ୍ଗିଯାଏ ସେତେବେଳେ ମାତ୍ର ଦିଟା ଜିନିଷ ରହେ। କ'ଣ ନା ଗୋଟେ ହେଉଛି ସ୍ପେସ୍, ଆଉ ଗୋଟେ ହେଉଛି ଟାଇମ୍। କିନ୍ତୁ ଏ ବିଶ୍ୱମ୍ବର ବାବା କହୁଛନ୍ତି ନା ସ୍ପେସ୍ ଟାଇମ୍ ନୁହେଁ, ତା ସାଙ୍ଗରେ ଫୋର୍ସ ମଧ୍ୟ ରହେ। ତାର ଯୁକ୍ତି ମଧ୍ୟ ମୁଁ ଦେଇଛି, ଶୁଣ। ଯେ ଗୋଟେ କଥା ହେଉଛି ଟାଇମ୍ ଇଜ୍ ରିଲେଟିଭ୍, ନଟ୍ ଆବସୋଲ୍ୟୁଟ୍। ଟାଇମ୍ ଯଦି ରିଲେଟିଭ୍ ହେଲା ତାହେଲେ ହ୍ୱାଟ୍ ଇଜ୍ ଆବସୋଲ୍ୟୁଟ୍, କାହାକୁ ଅବଲମ୍ବନ କରିକି ରହିଲା? ଇଏ କଥା ଉପରେ କୌଣସି ପ୍ରକାରର ତଥ୍ୟ ବିଜ୍ଞାନ ଏପର୍ଯ୍ୟନ୍ତ ଦେଇନାହିଁ। ତେଣୁ ବିଶ୍ୱ ବ୍ରହ୍ମାଣ୍ଡ ଯେତେବେଳେ ସବୁ ଧ୍ୱଂସ ହେଇଯାଏ, ଗୋଟେ ଚେତନ ବଳ ଆସ୍ତରଣ ରୁହେ। ସେଇ ବଳକୁ ଅବଲମ୍ବନ କରିକି କେବଳ ସମୟ ରୁହେ। ସମୟ କାହାକୁ କୁହାଯାଏ? ସମୟ କାହାକୁ କୁହାଯାଏ? ଗୋଟେ କଥା ଦେଖ, ଯେ ଯେକୌଣସି କାର୍ଯ୍ୟ ହଉ ବା ଅକାର୍ଯ୍ୟ ହଉ ବା ଯେକୌଣସି ଅବସ୍ଥିତିର, ବୁଝିଲ କି, ତାର ଯେଉଁ ସାପେକ୍ଷିକତାକୁ ସମୟ ବୋଲି କହିବା। ମୁଁ ଗୋଟେ ଉଦାହରଣ ଦେଉଛି, ଯେ ଗୋଟିଏ କାରିଗର ତାର ବସିକି ତାର କାମ କରୁଛି। ତମେ କ'ଣ କଲ ନା ସେ କାମଟାକୁ ବସିକି ଦେଖିଲ। ସେ ଯେତିକି
କାମ ଆରମ୍ଭରୁ ତମେ ବସିଛ, ଶେଷ କଲା ତମେ ଉଠି ଆସିଲ। ସେଇ ଆରମ୍ଭରୁ ଶେଷ ଯୋଉ ଅପେକ୍ଷା କରିକି ବସିଲ ସେଇଟା ଆଜ୍ଞା ହଉଛି ତମର ସମୟ। କାର୍ଯ୍ୟର ଅପେକ୍ଷାକୁ ସମୟ କୁହାଯାଏ। ଆଜ୍ଞା କାର୍ଯ୍ୟ ହଉ ଅକାର୍ଯ୍ୟ ହଉ, ଯେକୌଣସି ଜିନିଷ, ଗୋଟେ ପୋଜିସନ, ଗୋଟେ ବସ୍ତୁକୁ ତମେ ରଖିଦେଲ, ଯେତିକି ସମୟ ରଖିଲ ସେଇଟା ହିଁ ହଉଛି ତାର ଅପେକ୍ଷା। ସେଇ ଆଜ୍ଞା ଅପେକ୍ଷା ମାନେ ଯୋଉ ଯାହାର ମାନେ ଯାହାକୁ ଅପେକ୍ଷା କରିକି ଗୋଟେ ସତ୍ତା ରହିଥାଏ ସବୁ ସମୟରେ, ତାକୁ କେବଳ ଆମେ କୁହନ୍ତି କ'ଣ ନା ସମୟ। ସମୟ ବାବା ହଉଛି ଟିକେ ମୁଁ ଗୋଟେ ଠୁ ଶୁଣିଥିଲି ଯେ ଏଇ ଯୋଉ ଆପଣ ଯୋଉ କହିଲେ ଟାଇମ ଆଉ ସ୍ପେସ୍ କଥା, ହୁଁ ଯେ ସିଏ କହିଲେ ଟାଇମ ଆଉ ସ୍ପେସ୍ ହଉଛନ୍ତି ଦିଟା ଏନର୍ଜି। ହୁଁ ନାଇଁ, ଏବେ ସ୍ପେସ୍ ଶୁଣିଥିଲି କ'ଣ ଏନର୍ଜି? ସ୍ପେସ୍ ମାନେ ନାଇଁ ଶୂନ୍ୟ। ଆଜ୍ଞା ଶୁଣନ୍ତୁ, ସେ କହିଥିଲେ ନାଇଁ ଏଇ ଯୋଉ ଟାଇମ ଟା ହଉଛି ଆମେ ଶିବଙ୍କୁ ମହାକାଳ ଭାବରେ ନଉଛେ, ହୁଁ ଏଇ ଟାଇମ ଟା ହଉଛି କାଳ, ମାନେ ହୁଁ ସିଏ କହୁଛନ୍ତି କାଳ ହଉଛନ୍ତି ଶିବ ହୁଁ ତତ୍ଵ, ଆଉ ହୁଁ ସ୍ପେସ୍ ହଉଛନ୍ତି ଯୋଉ ବିଷ୍ଣୁ ତତ୍ଵ ବୋଲିକି ନା ସେ ନା, କହିଥିଲେ। ସିଏ ଶୁଣ, ସିଏ ସବୁ ହଉଛି ଅନ୍ଧାନୁସରଣ। ସିଏ ତାକୁ କେବଳ ତୁଳନା କରିକି କହିଛନ୍ତି, ବୁଝିଲ ଆଜ୍ଞା କି? ନାଇଁ, ଆଜ୍ଞା ସିଏ ସେମିତି ବିଷମର ଚିନ୍ତା କରିବ ନାହିଁ। ମୁଁ କହୁଛି ଶୁଣ, ଟାଇମ କାହାକୁ କୁହାଯାଏ ବୁଝିଲ କି? ପୁରୁଷ ହିଁ ହଉଛି କାଳ। ଆଜ୍ଞା ପୁରୁଷ ହିଁ କାଳ। ଡାଇରେକ୍ଟ ଆମର ଲେଖା ହେଇଛି ଭାଗବତରେ, ପୁରୁଷକୁ କାଳ କୁହାଯାଏ। ଅର୍ଥାତ୍ ସମୟ ହଉଛି ପୁରୁଷ। ଆଜ୍ଞା ବୁଝିଲ କି? ସେଇ ସମୟଟାକୁ ବା ମୁଁ ଡେଫିନେସନ ଦଉଛି ତମକୁ। ସେ ସମୟ କେମିତି ପୁରୁଷ ହେଲା, କେମିତି ସେ ଅବଲମ୍ବନ କରିକି ରହିଲା। ବୁଝିଲ କି? ଆଜ୍ଞା ଚେତନ ବଳକୁ ଯେତେବେଳେ ସମୟ ଅବଲମ୍ବନ କରେ, ଆଜ୍ଞା ବୁଝିପାରିଲେ କି? ଯେତେବେଳେ ଚେତନ ବଳ ପୁରା ସିଧା ଯେତେବେଳେ ଅନଲିମିଟେଡ ହେଇଯାଏ, ଯାହାର ଆଜ୍ଞା ଆଦି ନାହିଁ କି ଅନ୍ତ ନାହିଁ ଯେତେବେଳେ ହେଇଯାଏ, ସେତେବେଳେ କାଳର ମଧ୍ୟ ଆଦି ନାହିଁ କି ଅନ୍ତ ନାହିଁ। ଆଜ୍ଞା ଆଉ ବଳ ଯେତେବେଳେ କାର୍ଯ୍ୟରେ ପରିଣତ ହୁଏ, କାଳ ସେତେବେଳେ ତିନି ଭାଗରେ ବିଭକ୍ତ ହୁଏ। କ'ଣ ନା, ଗୋଟିଏ ଅତୀତ, ଗୋଟେ ବର୍ତ୍ତମାନ, ଗୋଟେ ଭବିଷ୍ୟତ। ହୁଁ ତେଣୁ କାର୍ଯ୍ୟ ପୂର୍ବରୁ କାଳ ଥିଲା, କାର୍ଯ୍ୟ ମଧ୍ୟରେ କାଳ ଅଛି, କାର୍ଯ୍ୟ ଶେଷ ପରେ ମଧ୍ୟ କାଳ ରହିବ। ତେଣୁ ଆଜ୍ଞା କାର୍ଯ୍ୟ ପୂର୍ବରୁ ଯେଉଁ କାଳ ଥିଲା ସେଇଟା ହେଉଛି ଅତୀତ, କାର୍ଯ୍ୟ ସମୟରେ ଯେଉଁ କାଳ ହୁଏ ସେ ହେଉଛି ବର୍ତ୍ତମାନ, କାର୍ଯ୍ୟ ପରେ ଯେଉଁ କାଳ ହୁଏ ସେଇଟା ହେଉଛି ଭବିଷ୍ୟତ। ତେଣୁ ଆମର ଭାଗବତ କହୁଛି ବା ଗୀତା କହୁଛି, ଯେ କାଳେ ଏ ବିଶ୍ୱ ନଥିଲା ରେ ବାବୁ, ଆତ୍ମା ଥିଲା ବିରାଜିତ, ଏବେ ମଧ୍ୟ ଆତ୍ମା ବିରାଜୁ ଅଛି ରେ, ଭବିଷ୍ୟତ ଥିବ ନିଶ୍ଚିତ। ସେ ଯାହାକୁ ଆତ୍ମା ବୋଲି କହୁଛନ୍ତି, ମୁଁ ତାକୁ ଚେତନ ବଳ ବୋଲିକି କହୁଛି। ଶୁଣିଲି। ଆଉ ଆତ୍ମା ଯେତେବେଳେ ଚେତନ ବଳ ଯେପର୍ଯ୍ୟନ୍ତ ରହିଛି, ତାକୁ ଅବଲମ୍ବନ କରିକି କାଳ ମଧ୍ୟ ପରିପ୍ରକାଶ ହେଉଛି। ତାକୁ ଯଦି ପୁରାଣ ଭିତରକୁ ଆଣିବ, କାଳ କାଳ ଶିବ ନିଶ୍ଚିନ୍ତ ଶିବ ହେଉଛନ୍ତି କାଳ, କିଛି ମନା ନାହିଁ। କେଉଁ ହିସାବରେ ଶିବ ହେଉଛନ୍ତି କାଳ, ମୁଁ ତୁମକୁ ବୁଝେଇ ଦେଉଛି। ଶିବ କାହିଁକି କାଳ ବୋଲି କୁହାଯାଉଛି? କାର୍ଯ୍ୟର ତିନି ପ୍ରକାରର ଅବସ୍ଥା ଅଛି। ଗୋଟେ ଆଜ୍ଞା ଉତ୍ପତ୍ତି, ଗୋଟେ ସ୍ଥିତି, ଗୋଟେ ପ୍ରଳୟ। ଆଜ୍ଞା ଆଉ କାର୍ଯ୍ୟର ଉତ୍ପତ୍ତି ଅବସ୍ଥାଟା ହେଉଛି ରଜଗୁଣ, ବୁଝିପାରିଲେ କି? ଆଜ୍ଞା ଯୋଉଟା କି ହେଉଛି ଅତୀତ କାଳ। ଆଜ୍ଞା କାର୍ଯ୍ୟର ସ୍ଥିତିଟା ହେଉଛି ସତ୍ୱଗୁଣ, ଯୋଉଟା ହେଉଛି ବର୍ତ୍ତମାନ କାଳ। ତେଣୁ ଆଜ୍ଞା ବର୍ତ୍ତମାନ କାଳ ହେଉଛି ବିଷ୍ଣୁ, ଅତୀତ କାଳ ହେଲେ ବ୍ରହ୍ମା। ଆଜ୍ଞା ଆଉ ଯୋଉ କାଳଟା ଭବିଷ୍ୟତ, ଭବିଷ୍ୟତରେ କାର୍ଯ୍ୟଟା ଧ୍ୱଂସ ହେଇଗଲା ପରେ ଭବିଷ୍ୟତରେ ସେ ରହିବ ନା ଭବିଷ୍ୟତରେ। ତେଣୁ ଆଜ୍ଞା ଯୋଉଟା ଧ୍ୱଂସ ହେଲା ତାକୁ ସଂହାର କର୍ତ୍ତା ଶିବ ବୋଲିକି କୁହନ୍ତି। ଶିବ ହେଉଛି ଭବିଷ୍ୟତ କାଳ, ବିଷ୍ଣୁ ହେଉଛି ବର୍ତ୍ତମାନ କାଳ, ଆଉ ବ୍ରହ୍ମା ହେଉଛି ଅତୀତ କାଳ। ଆଜ୍ଞା ତେଣୁ ଯେତେବେଳେ କାର୍ଯ୍ୟ ସୃଷ୍ଟି ହୁଏ, ସେତେବେଳେ ଏ ତିନି ଭାଗରେ ମାନେ ପ୍ରକୃତି ତିନି ପ୍ରକାରର ଗୁଣ ସୃଷ୍ଟି କରେ। ଗୋଟେ ରଜଗୁଣ, ଗୋଟେ ସତ୍ୱଗୁଣ, ଗୋଟେ ତମଗୁଣ। ପ୍ରକୃତିକି କୁହାଯାଏ ଯୋଗମାୟା। ଯୋଗମାୟାଙ୍କ ଗର୍ଭରୁ ବ୍ରହ୍ମା ବିଷ୍ଣୁ ଶିବ ଉତ୍ପତ୍ତି, ଅର୍ଥାତ୍ ଅବ୍ୟକ୍ତ ପ୍ରକୃତି ଠାରୁ ତମର ଅତୀତ, ବର୍ତ୍ତମାନ, ଭବିଷ୍ୟତ ତିନିଟା ପ୍ରକାର କାଳରେ ସୃଷ୍ଟି ହେଇକିରି ବ୍ରହ୍ମା ବିଷ୍ଣୁ ଶିବ ସୃଷ୍ଟି ହୁଅନ୍ତି। ବ୍ରହ୍ମା ସୃଷ୍ଟିକର୍ତ୍ତା, ଆଜ୍ଞା ବିଷ୍ଣୁ ପାଳନକର୍ତ୍ତା, ଶିବ ହେଉଛି ସଂହାରକର୍ତ୍ତା। ଶିବ ହେଉଛି ଭବିଷ୍ୟତ, ବିଷ୍ଣୁ ହେଉଛି ବର୍ତ୍ତମାନ ଏବଂ ବ୍ରହ୍ମା ହେଉଛି ଅତୀତ। ବୁଝିଲ ନା? ଆକୁ ଯଦି ଆମେ ପୁରାଣରେ ଲଗେଇବା, ଏଇଟା ହେଉଛି ପୌରାଣିକ ଅର୍ଥ ତାର। ଆଜ୍ଞା ଆଚ୍ଛା, ତାକୁ ତମେ ପୁରାଣକୁ ବହି ମାର୍ଗରେ ବୁଝିଲେ ବୁଝିପାରିବନି। କାହିଁକି ନାଇଁ ନା ତ୍ରୈଲୋକ୍ୟ ଜାନି ଭୂତାନି ତାନି ସର୍ବାଣୀ ଦେହତଃ ମେରୁଂ ସମିଷ୍ଟ ସର୍ବତ୍ର ବ୍ୟବହାର ପ୍ରବର୍ତ୍ତତେ। ତମେ ତିନି ଲୋକରେ ଯାହା ତମେ ଦେଖୁଛ, ଏ ଦେହ ଭିତରେ ମଧ୍ୟ ସେଇଆ ଅଛି। ତେଣୁ ଏଇଟା ଯଦି ସତ, ଏଇଟା ଯଦି ସାଧୁମାନେ କହୁଛନ୍ତି ଯଥା ପିଣ୍ଡେ ତଥା ବ୍ରହ୍ମାଣ୍ଡେ,
ତାହେଲେ ଆମେ ବ୍ରହ୍ମାଣ୍ଡରେ ଏତେ ବୁଲିବା ଅପେକ୍ଷା ପିଣ୍ଡକୁ କାହିଁ ନ ଦେଖିବା? ତମେ ଗୋଟେ ଗପ ଦେଖ ଯେ ଆମର ଯୋଉ ପୌରାଣିକ ଗପ ଯେ ଥରେ କାର୍ତ୍ତିକ ଗଣେଶ ଗଲେ ବିଶ୍ୱ ସାରା ପରିଭ୍ରମଣ କରିବା ପାଇଁ। କାର୍ତ୍ତିକ ହସିଲେ, କହିଲେ ଆରେ ମୋର ତ ମୟୂର ଅଛି, ମୁଁ ଯିମି ଚାରିଆଡ଼େ ବୁଲି ଆସିମି, କିନ୍ତୁ ୟାର ତ ବକଟେ ଠୁକୁ ଠୁକୁ କରିକି ଯିଏ ଯାଇପାରିବେନି, ମୁଁ ଜିତି ଯିମି ଆଉ। ତେଣୁ କାର୍ତ୍ତିକ ବାହାରିଗଲେ। ଶିବଙ୍କର ଗଣେଶଙ୍କର ବୁଦ୍ଧି ଅଛି, ତେଣୁ ସିଏ କହିଲେ ଆରେ ବ୍ରହ୍ମାଣ୍ଡର କର୍ତ୍ତା ମହାକାଳ ହେଉଛନ୍ତି କିଏ? ସିନା ଶିବ ନା। ତେଣୁ ତାଙ୍କ ଚାରିପିଟି ସିଏ ବୁଲି ଆସିଲେ ବୁଦ୍ଧି ଖର୍ଚ୍ଚ କରିକି। ତେଣୁ ସେଇଭଳି ପ୍ରକାରର କଥା। ତେଣୁ ଆମେ ଅନ୍ତର୍ମୁଖୀ ହେଲେ ଆମେ ବହିର୍ମୁଖୀ ବୁଲି ବୁଲି ଜୀବନ ସାରା ବ୍ରହ୍ମାଣ୍ଡରେ ବୁଲି ବୁଲିକି ଆମର ଜନ୍ମ ଶେଷ ହେଇଯିବ। କେତେ ଜନ୍ମ ପଳିବ ଠିକ୍ ନାହିଁ, ଆମେ ବିଶ୍ୱ ରହସ୍ୟ ଜ୍ଞାତ ହେଇପାରିବା ନାହିଁ। ଯଦି ଆମେ ଶୀଘ୍ର ଜାଣିବା ପାଇଁ ହେବ, ଆମେ ସରିମାର୍ଥରେ ଜାଣ, ଶରୀର ତତ୍ତ୍ୱ ଜାଣିଗଲେ ଯାହା ତା ଯଦି ସଦ୍ଗୁରୁଙ୍କର ଆଶୀର୍ବାଦ ହେବ, ଶରୀ ଭିତରେ ଯାହା ଅଛି ବ୍ରହ୍ମାଣ୍ଡରେ ତାହା ଅଛି। ଯେତେବେଳେ ତୁମର ତୃତୀୟ ଚକ୍ଷୁ ପ୍ରଭୁ ଖୋଲିଦେବେ, ସେତେବେଳେ ତୁମେ ଯେତେବେଳେ ଜାଣିପାରିବ ନିଜର ଅନୁଭବ ଆସିଯିବ। ବୁଝିଲ? ତେଣୁ ସବୁଠୁ ମୂଳ କଥା ହେଉଛି ତମେ ଯେଉଁ ଘାଣ୍ଟି ଗୁଳି ହେଉଛି ସେଗୁଡ଼ାକ ଛାଡ଼। ଗୋଟିଏ କଥା ହେଉଛି ତମେ ସଦ୍ଗୁରୁ ଗ୍ରହଣ କରିକିରି ତମେ ପିଣ୍ଡ ଭିତରେ ତତ୍ତ୍ୱ ଗୁଡ଼ାକ ଜ୍ଞାତ ହୁଅ, ଜ୍ଞାନ ଲାଭ କର, ଜ୍ଞାନ ସାଧନା କର। ଜ୍ଞାନ ସାଧନା କଲେ ଜ୍ଞାନ ଯେତେବେଳେ ପରିପକ୍ୱ ହେଇଯିବ ସେତେବେଳେ ସବୁ ତମକୁ ଦେଖା ହେଇଯିବ। ବୁଝିଲ? ଆଜ୍ଞା। ତାହେଲେ ଆପଣ ଯୋଉ କହିଲେ ବ୍ରହ୍ମାଣ୍ଡ ମତରେ ବାବା, ତାହେଲେ ପ୍ରଥମେ ଯୋଉ ପ୍ରକୃତିଠୁ ଇଏ ସବୁ ଜାତ ହେଇଛନ୍ତି। ପ୍ରକୃତି ଠାରୁ ସବୁ ଜାତ। ପ୍ରକୃତି ପୁରୁଷ ପ୍ରକୃତିଷ୍ଠ ହୋଇ ଭୁକ୍ତ ପ୍ରକୃତି ଜାନ ଗୁଣାନ୍ କାରଣ ଗୁଣ ସଂଗସ୍ୟ ସଦ ଜନି ଜନ୍ମସ୍ତୁ। ପୁରୁଷ ପ୍ରକୃତି ଭିତରେ ରହିକିରି ପ୍ରକୃତିର ଯେଉଁ ପ୍ରକୃତିଜାତ ଗୁଣ ଗୁଡ଼ିକୁ ଖାଲି ସିଏ କ'ଣ କରେ ନା ଉପଭୋଗ କରେ। ଆଜ୍ଞା। ତେଣୁ ପୁରୁଷ ଯିଏ, ପ୍ରକୃତି ସେଇ। ପୁରୁଷ ଅପ୍ରକାଶ, ପ୍ରକୃତି ହେଉଛି ପ୍ରକାଶ। ଏଇ ଯୋଉ ଆପଣ ଯୋଉଟା କହୁଥିଲେ ଅର୍ଦ୍ଧମାତ୍ରା ଆଉ ବିନ୍ଦୁ କଥା। ବାସ୍ ବାସ୍। ତେଣୁ ବିନ୍ଦୁ ରହିଗଲା ଅର୍ଦ୍ଧମାତ୍ରା କଳେ ବିନ୍ଦୁ ପ୍ରକାଶିସି ସେହି ରାମ ହଳଧର। କ'ଣ ବୁଝିଲେ ନା? ତେଣୁ ଗୋଟେ କଥା ହେଉଛି ବିନ୍ଦୁ ଅର୍ଦ୍ଧମାତ୍ରା। ବିନ୍ଦୁ ବୁଝି ତ ସେ ଜିନିଷ ମୁଁ ମୂଳରୁ କହିଦେଇଛି ଯେ ପୁରୁଷ ଯଦି ବିନ୍ଦୁ ରୂପରେ ହୁଏ, ଅର୍ଦ୍ଧମାତ୍ରା ହେଉଛି ପ୍ରକୃତି। କେହି କାହାକୁ ଛାଡ଼ିକି ରହିପାରିବେନି। ଉଭୟଙ୍କ ଦ୍ୱାରା ହିଁ ଏ ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି ହେଇଛି। ତାହେଲେ ସେଇ ବିନ୍ଦୁ ହେଉଛନ୍ତି କହିପାରିବା ଆମେ ଯେ କୃଷ୍ଣ, ଆଉ ଅର୍ଦ୍ଧମାତ୍ରା ରାଧା ହେଇପାରିବେ। ହଁ, କାହିଁକି ନୁହଁ? ସିଏ ବି ସେଇ ବିନ୍ଦୁ ଶିବ ହେଇପାରିବେ, ଅର୍ଦ୍ଧମାତ୍ରା ବି ସବୁ। ଆମେ ଖାଲି ସାଧକ ସାଧନା ପାଇଁ ବିଭିନ୍ନ ପ୍ରକାର ନାମକରଣ କରିଛନ୍ତି, କିନ୍ତୁ ତାର ମୂଳ ଜିଷ୍ଟଟା ହେଉଛି ବିନ୍ଦୁ ଆଉ ଅର୍ଦ୍ଧମାତ୍ରା। ଆଜ୍ଞା। ହଁ, ମୂଳ ହେଉଛି। ତେଣୁ ଏଇ ଯେଉଁ ନାନାଦି ପ୍ରକାରର କହିକି ଲୋକମାନଙ୍କୁ ଭଟକଉଛନ୍ତି ତା ନୁହେଁ। ବିନ୍ଦୁ ଅର୍ଦ୍ଧମାତ୍ରାଟାକୁ ଯଦି ଆମେ ପ୍ରଥମେ ପ୍ରକୃତରେ ଚିହ୍ନିଯିବା, ତାହେଲେ ଆଉ କିଛି ଆମ ବିଶ୍ୱ ବ୍ରହ୍ମାଣ୍ଡରେ ଜାଣିବାକୁ ପଡ଼ିବ ନାହିଁ। ତାହେଲେ ଏଇ ବିନ୍ଦୁ ଅର୍ଦ୍ଧମାତ୍ରାରୁ ଇଏ ସବୁ ଯୋଉ ତ୍ରିଶକ୍ତି ଇଏ ସୃଷ୍ଟି ସବୁ ସୃଷ୍ଟି। ଆଜ୍ଞା। ବ୍ରହ୍ମା ବିଷ୍ଣୁ ଶିବ ସବୁ ସୃଷ୍ଟି। ତାହେଲେ ପ୍ରଥମରୁ ସେଇ ଯୋଉ ଅବ୍ୟକ୍ତ ପୁରୁଷ ହଉଛନ୍ତି ବିନ୍ଦୁ ଅର୍ଦ୍ଧମାତ୍ରା ଆଉ। ହଁ, ବିନ୍ଦୁ ଅର୍ଦ୍ଧମାତ୍ରା ହେଉଛି ମୂଳ। ସେଇଥିରୁ ସବୁ କ୍ଷରିଛି। ଏଇ ଯୋଉ ଆମେ ଖଡ଼ି ଛୁଆଇଲା ବେଳେ ଗୋଟେ ଛୁଆକୁ ଖଡ଼ି ଛୁଆଉଛେ, ତ ଯେତେବେଳେ ଖଡ଼ି ଛୁଆଉଛେ ପ୍ରଥମେ ଗୋଟେ ବ୍ରାହ୍ମଣ ତାକୁ ଗୋଲଟେ ଶିଖଉଛନ୍ତି। ଗୋଲଟେ ହେଲେ ଖଡ଼ି ଛୁଆଁ ହଉଛି। ଏଇ ଗୋଲଟା କାହିଁକି ଆଜ୍ଞା କୁହାହଉଛି? ଆଉ ତ ସେ ବିଷୟରେ ମୋର ଜ୍ଞାନ ନାହିଁ। ଶୁଣ, ସେ କାହିଁକି ଗୋଲ ଶିଖଉଛି, ଗୋଟେ ପିଲା ପିଚାରେ କାହିଁକି ଦିଟା ବିନ୍ଦୁ ଅଛି, ଏଗୁଡ଼ାକ ସବୁ ଅନ୍ୟମାନଙ୍କୁ ପଚାରିବୁ, ମୁଁ କହିପାରିବିନି। ଗୋଟିଏ କଥା କେବଳ ଏତିକି ଜାଣେ ଯେ ସବୁ ତତ୍ତ୍ୱ କଥା ବୁଝୁ, ଗୁରୁ ଧରିକିରି କାମ କର। ମାନେ ଏଗୁଡ଼ାକ ଖାଲି ବୁଲିବୁ ଜୀବନ ସାରା କିନ୍ତୁ କିଛି ବୁଝିପାରିବୁନୁ। ସେ ପିଲାଟାକୁ ଗୋଲ ଶିଖଉଛି, କାହିଁକି ଶିଖଉଛି ସେଟା ବୁଝିକି ମୋର କ'ଣ ଲାଭ କୁହ? କଥାଟା ବୁଝିପାରୁଛୁ ନା? ସେ ପିଲାଟାକୁ ଗୋଲ ନ ଶିଖି ଚାରିକଣା ଶିଖଉ, ଯାହା ଶିଖଉ, ଆମର ବୁଝିକି କ'ଣ ଲାଭ? ପିଲାଟା ଗୋଟେ ଶିକ୍ଷା ଦେବ, ଯେକୌଣସି ଗୋଟେ ଶିକ୍ଷା ଦେଉଛି ରହୁଛି ହେଲା। ହଁ, ସେଗୁଡ଼ାକ ଚିନ୍ତା କରନା, ସଦ୍ଗୁରୁ ଧରିକି କାମ କର।